ଯିବା ହେଉଛି ଗୋଟେ ଭଲ ଅଭ୍ୟାସ। ସେ ଯେତେବେଳେ ସାର୍ ଆମକୁ ପାଠ ପଢ଼ାଉଥିଲେ କି ମ୍ୟାଡ଼ାମ୍ ପାଠ ପଢ଼ାଉଥିଲେ ସେତେବେଳେ କେହି ପାଟି କରିବନି, ମନ ଦେଇକି ତାଙ୍କ କଥା ଶୁଣିବ। ସିଏ ହେଲା ଗୋଟେ ଭଲ ଅଭ୍ୟାସ। ତାପରେ ମୋତେ କହିଲ ଯେତେବେଳେ ତୁମେ ସବୁ ଧାଡ଼ି ବାନ୍ଧୁଛ କିଛି ଜିନିଷ ଆଣିକି ଯାଉଛ, ତମେ ଧାଡ଼ିରେ ଯାଉଛ ନା? ଧାଡ଼ିରେ ଯିବା ହେଲା ଗୋଟେ ଭଲ ଅଭ୍ୟାସ। ମନେ ରହିଲା? ତାହେଲେ ଭଲ ଅଭ୍ୟାସ ସବୁ କ'ଣ କହିଲି ମନେ ରହିଲା ତ? ଆଉ ସବୁ ସକାଳୁ ସନ୍ଧ୍ୟା ଉଠିକି ବାପା ମାଆଙ୍କୁ ପ୍ରଣାମ କରିବ। ସନ୍ଧ୍ୟା ବାଜିଲେ ଠାକୁରଙ୍କୁ ପ୍ରଣାମ କରୁଛୁ ନା ନାଇଁ? ପ୍ରେୟାର କରୁଛୁ ନା? ସେଗୁଡ଼ା ସବୁ ହେଲେ ଭଲ ଅଭ୍ୟାସ ହେଲା। ତାହେଲେ ଭଲ ଅଭ୍ୟାସ ବିଷୟରେ ଜାଣିଲେ, ଖରାପ ଅଭ୍ୟାସ ବିଷୟରେ ଜାଣିବା। ତମେ ଯେଉଁ ପିଲାମାନେ ଲେଟ୍ରେ ଉଠନ୍ତି ଜାଣିଛ? ସେଇଟା ହେଲା ଗୋଟେ ଖରାପ ଅଭ୍ୟାସ। ଲେଟ୍ରେ ଉଠିବା, ଖାଇବା ପୂର୍ବରୁ ହାତ ନ ଧୋଇବା, ପାଠ ପଢ଼ିଲା ବେଳେ ପାଟି କରିବା, ଧାଡ଼ି ନ ବାନ୍ଧିବା, ଧାଡ଼ିକୁ ଏପଟ ସେପଟ ହେଇଯିବା, ସନ୍ଧ୍ୟାବେଳେ ଠାକୁରଙ୍କୁ ପ୍ରାର୍ଥନା ନ କରିବା, ଶୋଇତେ ଯିବା ପୂର୍ବରୁ ଗୋଡ଼ ହାତ ନ ଧୋଇବା, ପାଠ ନ ପଢ଼ିବା, ଏଗୁଡ଼ା ହେଲା ସବୁ ଗୋଟେ ଖରାପ ଅଭ୍ୟାସ। ତାହେଲେ ମନେ ରହିଲା ତ? ଭଲ ଅଭ୍ୟାସ, ଖରାପ ଅଭ୍ୟାସ ମନେ ରହିଲା? ଆଉ ଦେଖା ତମେ ଛିଡ଼ା ହେଲ, ତମେ ଗୋଟେ ଭଲ ଅଭ୍ୟାସ ମାନେ ନା କହିଥିବ ଦେଖିଲା। ମୁଁ ତ ଏତେ ଭଲ ଅଭ୍ୟାସ କି ତାଙ୍କୁ ଗୋଟେ କୁହ। ଭେରି ଗୁଡ୍।